ଏବେ ଆମ ମୋଦି ସରକାର ଓଡ଼ିଶା ଆସିଥିଲେ ଏବଂ କହିଥିଲେ ଯେ ପିଏମ୍ କିଷାନ ଟଙ୍କା ଦେବେ ଓ ମାସକୁ ମାସ ବହୁତ ପ୍ରକାର ନାନା ପ୍ରକାର ଯୋଜନା ଯୋଗାଇ ଦେବେ। ଏଥିମଧ୍ୟରୁ ଗୋଟେ ହେଉଛି ପିଏମ୍ କିଷାନ ଯୋଜନା। ଏହି ଯୋଜନା ଟଙ୍କା ଏବେ ଆସିବାକୁ ଯାଉଛି, କାରଣ ପୂର୍ବରୁ ଆସିଥିଲା 16ତମ କିସ୍ତି ଟଙ୍କା। ଏବେ ଇଲେକ୍ସନ ଆସିଲାଣି, ସେଥିପାଇଁ ଆସୁଛି 17ତମ କିସ୍ତି ଟଙ୍କା। ଏବେ ଏହା 2000 ନୁହଁ 6000 ଆପଣ ପାଇପାରିବେ। କିପରି ପାଇବେ ଓ କ'ଣ କଲେ ମିଳିବ, ଏହି ଭିଡ଼ିଓ ଦେଖିକି ଆପଣ ଜାଣିପାରିବେ। ତ ତାହେଲେ ଚାଲନ୍ତୁ ଜାଣିବା କ'ଣ ରାଷ୍ଟ୍ରୀୟ ଯୋଜନା ଓ କିପରି ପାଇବେ 2000 ଟଙ୍କା ବଦଳରେ 6000 ଟଙ୍କା। କାହାକୁ କାହାକୁ ଏହି ଟଙ୍କା ମିଳିବ ଓ କାହାକୁ କାହାକୁ ମିଳିବନି, ଏହି ସବୁ ଆଲୋଚନା କରିବା ଏହି ଭିଡ଼ିଓରେ। ଏହିପରି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେ ନାହିଁ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଭିଡ଼ିଓଟିକୁ। ଏଥର କିସ୍ତି ଟଙ୍କା 2000 ନୁହେଁ, ଖାତାକୁ ଆସିବ 6000 ଟଙ୍କା। କିନ୍ତୁ ଚାଷୀମାନଙ୍କୁ ଜଲ୍ଦି ଗୋଟିଏ କାମ କରିବାକୁ ପଡ଼ିବ, ନହେଲେ ଆପଣଙ୍କ 6000 ଟଙ୍କା ଆସିବ ନାହିଁ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ପର୍ଯ୍ୟନ୍ତ 16ଟି କିସ୍ତି ସାରା ଦେଶରେ କୃଷକ ଉପକୃତ ହୋଇଛନ୍ତି ଅର୍ଥାତ୍ ପାଇଛନ୍ତି। ବର୍ତ୍ତମାନ ସରକାର ଖୁବ୍ ଶୀଘ୍ର ପିଏମ୍ କିଷାନର 17ତମ ଟ୍ରାନ୍ସଫର ରିଲିଜ୍ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଫେବୃଆରୀ 28ରେ 16ତମ କିସ୍ତି ଟଙ୍କା ଟ୍ରାନ୍ସଫର କରି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଛାଡ଼ିଥିଲେ ଆମ ସରକାର। ଖବର ଅନୁଯାୟୀ ଦେଶର କୋଟି କୋଟି କୃଷକ ଏହି 17ତମ କିସ୍ତିର ମେ ମାସରେ କିମ୍ବା ଜୁନ୍ ମାସର ଆରମ୍ଭରେ ପାଇବାର ସମ୍ଭାବନା ରହିଛି। ଯଦି ଆପଣ ପାଇଛନ୍ତି ତାହେଲେ କମେଣ୍ଟ କରି ନିଶ୍ଚୟ ବତାଇବେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସରକାର ଘୋଷଣା କରାଯାଇ ନାହିଁ। ଦେଶର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର କିଷାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଦେଶର ଯୋଗ୍ୟ କୃଷକମାନଙ୍କୁ 2000 ଟଙ୍କା ପ୍ରଦାନ କରିବେ। ଯଦି ଆପଣ ପିଏମ୍ କିଷାନ ଯୋଜନାର ହିତାଧିକାରୀ ଅଟନ୍ତି, ପରବର୍ତ୍ତୀ କିସ୍ତି ପାଇବାକୁ ହେଲେ ଆପଣଙ୍କୁ KYC କରିବାକୁ ପଡ଼ିବ। ତେଣୁ ଆପଣ ଏପର୍ଯ୍ୟନ୍ତ ଯଦି KYC କରିନାହାନ୍ତି ତାହେଲେ ଏହାକୁ ନିଶ୍ଚିନ୍ତ ଭାବେ କରିବା ଆବଶ୍ୟକ ଅଟେ। ଯଦି ଆପଣ ଏହା କରନ୍ତି ନାହିଁ, ଆପଣ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା 17ତମ କିସ୍ତି ଟଙ୍କା ଲାଭ ଉଠାଇ ପାରିବେ ନାହିଁ। KYC କରିବାକୁ ହେଲେ ଆପଣଙ୍କୁ ବ୍ୟାଙ୍କ ପାଖକୁ ଯିବାକୁ ପଡ଼ିବ। ବ୍ୟାଙ୍କରେ ଥିବା କୌଣସି କର୍ମଚାରୀ ତାଙ୍କୁ କହିଲେ ଆପଣଙ୍କ ଆକାଉଣ୍ଟକୁ ସେ KYC କରିଦେବେ। ଏହି ବିଷୟରେ ଅନେକ କୃଷକ KYC କରିନାହାନ୍ତି। ଗତ 2 ମାସରେ ସେମାନଙ୍କର ଆକାଉଣ୍ଟରେ ଟଙ୍କା ଜମା ହୋଇନାହିଁ। ଯଦି ସେମାନେ ଏଥର KYC କରନ୍ତି, 17ତମ କିସ୍ତି ଟଙ୍କା ସହିତ 6000 ଟଙ୍କାର ଆପଣଙ୍କ ଆକାଉଣ୍ଟକୁ ଆସିବ। ଏହା ବ୍ୟତୀତ ବୈଷୟିକ କାରଣ ହେତୁ ହୋଇପାରେ ଯଦି କିସ୍ତି ଆସିନାହିଁ, ତେବେ ଆପଣ ନିକଟସ୍ଥ AO ସହିତ ଯୋଗାଯୋଗ କରିପାରିବେ ଏବଂ ଆପଣଙ୍କ ସମସ୍ୟା ସମାଧାନ ଖୋଜିପାରିବେ। ସେମାନଙ୍କର କେତେ କିସ୍ତି ବାକି ଅଛି, ସମସ୍ତ କିସ୍ତି ଏକାଥରକେ ଚାଲି ଆସିବ। ଏବେ ଚାଲନ୍ତୁ ଜାଣିବା, ଯଦି ଆପଣ KYC କରିନାହାନ୍ତି ତାହେଲେ ଆପଣ ନିଜେ କିପରି କରିପାରିବେ। ଏଥିପାଇଁ ଆପଣଙ୍କୁ ପ୍ରଥମେ pmkisan.government.in ଯୋଜନାର ଅଫିସିଆଲ ୱେବସାଇଟକୁ ଯିବାକୁ ପଡ଼ିବ। ଏହାପରେ ଏଠାରେ ଆପଣଙ୍କୁ KYC ଅପସନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ତାପରେ ତୁମର 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ପ୍ରବେଶ କରିବାକୁ ପଡ଼ିବ। ତାପରେ ତୁମର ଆଧାର କାର୍ଡ଼ ଲିଙ୍କ ହୋଇଥିବା ନମ୍ବରକୁ ଏକ OTP ଯିବ। ଏହାକୁ ଏଠାରେ ପ୍ରବେଶ କରିବାକୁ ପଡ଼ିବ। ଏହାପରେ ତୁମର ଦାଖଲ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏହାପରେ ତୁମର KYC ସଫଳତା ସହିତ ଆପ୍ଲାଏ ହୋଇଯିବ, ଯାହାଫଳରେ ଆପଣଙ୍କର KYC ଫଳରେ ଆପଣ ଟଙ୍କା ପାଇପାରିବେ। ଯଦି ଆପଣ ବି ଏପର୍ଯ୍ୟନ୍ତ KYC ସମାପ୍ତ କରିନାହାନ୍ତି, ଆପଣ ଏହାକୁ ସମାପ୍ତ କରିବାକୁ ଆପଣଙ୍କ ନିକଟସ୍ଥ CSC କେନ୍ଦ୍ରକୁ ଯାଇ କରିପାରିବେ। ଏଠାରେ ବାୟୋମେଟ୍ରିକ୍ ଆଧାରିତ KYC କରାଯାଉଅଛି। ଯଦି ଆପଣ ବି ଏପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖୁଛନ୍ତି ତାହେଲେ ଆପଣଙ୍କର ଟଙ୍କା ପାଇବାକୁ ଇଚ୍ଛା ଥିବ। ତେଣୁକରି ଆପଣଙ୍କର କାଳିଆ ଯୋଜନା ବିଷୟ ତ ନିଶ୍ଚୟ ଭାବେ ଶୁଣିଥିବେ। ଏ ବାବଦକୁ ନେଇ କାଲି ଆମେ ଏକ ନିଶ୍ଚୟ ଭିଡ଼ିଓ ପୋଷ୍ଟ କରିବୁ। ଆପଣ ଜାଣିଥିବେ ଯେ ଏବେ ବର୍ତ୍ତମାନ ଇଲେକ୍ସନ ସମୟ ଚାଲିଛି, ଯାହାଫଳରେ ସମସ୍ତ ସରକାର ସମସ୍ତଙ୍କୁ ଲୋକଙ୍କୁ ନାନା ପ୍ରକାର ଯୋଜନା ଓ ଟଙ୍କା ଯୋଗାଇ ଦେଉଛନ୍ତି। ସେ ଯେଉଁ ନା ଯେଉଁ ବାଟରେ ହେଉ ଲୋକଙ୍କୁ ଟଙ୍କା ମିଳୁଛି। ତେଣୁକରି ଏହି ସମୟରେ ଆପଣ ଟାଇମ୍ ୱେଷ୍ଟ କରିବା ଦରକାର ନୁହଁ। ତେଣୁକରି ଆମର ଏହି ସମସ୍ତ ଭିଡ଼ିଓଟିକୁ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିକି ନିଶ୍ଚିନ୍ତ ଭାବେ ରଖିଥାନ୍ତୁ।